ସାଙ୍ଗମାନେ ଆଜି ଆମେ ଜାଣିବା କାହାକୁ ନିନ୍ଦା କଲେ ଆମକୁ କେଉଁ ଫଳ ମିଳିଥାଏ ବା କାହାକୁ ନିନ୍ଦା କଲେ ଆମକୁ କ'ଣ ମିଳିଥାଏ ବା କ'ଣ ହୁଏ। ଆସନ୍ତୁ ଜାଣିବା। ସାଙ୍ଗମାନେ ଆମେ ସମସ୍ତେ ଆମ ଘରେ ଦେବତାମାନଙ୍କର ଫଟୋ କିମ୍ବା ମୂର୍ତ୍ତି ରଖି ଆମେ ପୂଜା କରିଥାନ୍ତି। ଯଦି ଆମେ ଦେବତାମାନଙ୍କୁ ନିନ୍ଦା କରିବା ତାହେଲେ ଆମର ବଳ ନାଶ ହୋଇଯିବ। ସେହିପରି ଜଣେ ବ୍ୟକ୍ତିର ମୃତ୍ୟୁ ସନ୍ନିକଟ ହେଲେ ତା ନିକଟରେ ଗୀତା ଭାଗବତ ପାଠ କଲେ ବ୍ୟକ୍ତିଟି ସ୍ୱର୍ଗ ପ୍ରାପ୍ତି ହୋଇଥାଏ। ତେଣୁ ଆମେ ଯଦି ଭାଗବତକୁ ନିନ୍ଦା କରିବା ତେବେ ପ୍ରାଣୀ ନର୍କ ମଧ୍ୟରେ ପଡ଼ିଥାଏ। ସାଙ୍ଗମାନେ ବ୍ରାହ୍ମଣମାନେ ଦେବତୁଲ୍ୟ ଅଟନ୍ତି। ଆମେ ବ୍ରାହ୍ମଣମାନଙ୍କର ନିନ୍ଦା କରିବା ଅନୁଚିତ। ଯଦି ଆମେ ବ୍ରାହ୍ମଣମାନଙ୍କର ନିନ୍ଦା କରିବା ତେବେ ଆମ୍ଭମାନଙ୍କର କୂଳ କ୍ଷୟ ହୋଇଥାଏ। ମା ଆମର ଜନ୍ମଦାତ୍ରୀ ଅଟନ୍ତି। ସେ ବହୁତ ଦୁଃଖ କଷ୍ଟ ସହି ଆମକୁ ଛୋଟରୁ ବଡ଼ କରିଥାନ୍ତି। ତେଣୁ ଆମେ ମାଙ୍କୁ ନିନ୍ଦା କରିବା ଉଚିତ ନୁହେଁ। ଯଦି ଆମେ ମାଙ୍କୁ ନିନ୍ଦା କରନ୍ତି ତେବେ ଆମେ ଜନ୍ମ ଜନ୍ମ ଧରି ରୋଗୀ ହୋଇଥାନ୍ତି। ସେହିପରି ପିତା ଆମର ପାଳନକର୍ତ୍ତା ଅଟନ୍ତି। ପିତା ବହୁତ ଦୁଃଖ କଷ୍ଟ ସହି ଆମକୁ ସବୁବେଳେ ଖୁସିରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି। ଆମେ ତାଙ୍କର କେବେ ବି ନିନ୍ଦା କରିବା ଉଚିତ ନୁହେଁ। ଯଦି ଆମେ ପିତାଙ୍କର ନିନ୍ଦା କରିଥାନ୍ତି ତେବେ ସର୍ପ ମୁଖରେ ପ୍ରାଣ ଯାଇଥାଏ। ହଁ ସାଙ୍ଗମାନେ, ସେହିପରି ଗୁରୁଙ୍କୁ ନିନ୍ଦା କଲେ ବିଦ୍ୟାନାଶ ହୋଇଥାଏ ଏବଂ ଶାସ୍ତ୍ରକୁ ନିନ୍ଦା କଲେ ବ୍ୟକ୍ତି ଚକ୍ଷୁହୀନ ହୋଇଯାଇଥାଏ। ଜପକୁ ନିନ୍ଦା କଲେ ବ୍ୟକ୍ତିର ଭାଗ୍ୟ ସମ୍ପୂର୍ଣ୍ଣ ଖରାପ ହୋଇଯାଇଥାଏ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ସେୟାର କରନ୍ତୁ ଏବଂ ଲାଇକ୍ କରନ୍ତୁ।